ଆଉ ଗଲୁଛା ତ ସେମିତି ପ୍ରାୟ ଯିଏ ବି ଯୋଉଠି ରାସ୍ତାରେ ଗଲେ ଦେଖିଲେ ଏଇ ଗଲୁଛା ଯାଉଛରେ ଏମିତି ବି କହିଦିଅନ୍ତି। ତ ଗେଟ୍ ଟୁଡ଼େ ଯେଉଁ ହେଇଥିଲୁ ତ ଆମର ଗୋଟେ ସିନ୍ ଥିଲା କ'ଣ କି ଆମେ ଘର ଭିତରକୁ ଦୌଡ଼ିକି ଯାଉଛୁ ପୁଣି ଦୌଡ଼ିକି ଆସୁଛୁ। ତ ସେଇଟା 4-5 ଥର ଗଲା। ଭକ୍ତି ଭାଇ କ'ଣ କରିଛନ୍ତି ନିଦ ବେଳାରେ ଗୋଟେ ସିନ୍ ଚପଲ ପିନ୍ଧିକି ଦୌଡ଼ୁଛନ୍ତି ଆଉ ଗୋଟେ ସିନ୍ ଚପଲ ନାହିଁ ଆସିଛନ୍ତି ହେଲା। ମୁଁ ସେଇଥିପାଇଁ ମୁଁ କହିଲି ଆରେ ଭାଇ ତମେ ଚପଲ ପିନ୍ଧିନଥିଲ? ତାର ପୁଣି ଥରେ କହିଲେ ଭାଇ ସରି ମୁଁ ଚପଲ ପିନ୍ଧିନଥିଲି। ସେମ୍ ହେଲା ସେ କହିଲେ ତାପରେ କହିଲେ ଇଏ ହବନି ଏମିତି କ'ଣ କରୁଛୁ ଟିକେ ନିଦ ଲାଗୁଛି କି? ମୁଁ କହିଲି ହଁ ଟିକେ ନିଦ ଲାଗୁଛି ନା ମୁହଁରେ ପାଣି ବାଡ଼ା। ତାର ପାଣି ବାଡ଼େଇକି ଆସିକି ଦେଲି। ତ ସେଇ ଟାଇମ୍ରେ କ'ଣ କରିଛନ୍ତି ବାବୁ ଭାଇ ପଛରେ ଛିଡ଼ା ହେଇଛନ୍ତି କ୍ୟାମେରା ପଛରେ ମୋତେ କହୁଛନ୍ତି ମୋତେ କହିଲେ କି ଆଉ ଯିବ ତମେ ଦେଖୁଛ ସିଏ କ'ଣ ତମକୁ କେମିତି କହିଦେଲା ତମେ ରାଗ ଏମିତି ଅନେଇଲା ବେଳକୁ ସେପଟେ ବାବୁ ଭାଇ ପଛପଟେ ଛିଡ଼ା ହେଇକି ମୋତେ କତେଇ ହେଉଛନ୍ତି ଚିଡ଼ଉଛନ୍ତି। ତାର ମୁଁ ଏଠୁ ମୋତେ ଆସିଛି ବାବୁସାନ ଭାଇଙ୍କ ପାଖରୁ ଗୋଟେ ଚେକ୍ଟା ଆସିଥିଲା ଯୋଉଟା ସେଇଟା ଦେଇଥିଲେ ଭାଉଜ ମାନେ ନା ମୋତେ ଫୋନ୍ ପେ ଟ୍ରାଞ୍ଜାକ୍ସନ୍ ଯୋଉଟା ହେଇଛି ସେଇଟା ବାବୁ ଭାଇ କରିଛନ୍ତି ଆଉ ଚେକ୍ ଯୋଉଟା ଆସିଥିଲା ସେଇଟା ହଁ। ଆଉ ପାୱାରକୁ ପାୱାରଫୁଲ୍ ବନାନ୍ତୁ ମୁଁ ଆଉ ଭକ୍ତି ଭାଇ ଥାଉ ଆଉ ଗୋଟେ ସିନ୍ରେ କେକେ ଭାଇ ଆଉ ସୋମୁ ଭାଇ ଆଉ ଟିଲୁ ସାର୍ ଆଉ ରବି ସାର୍ ଏମିତି ସବୁ ଥାଆନ୍ତି। ତ ଆମକୁ ସିନ୍ଟା ମାନେ ଏତେ ଯେତେବେଳେ ବହୁତ ସାରା ଲୋକ ଥାଆନ୍ତି ତ ସେମାନେ ଯେଉଁ ମଜାମସ୍ତିରେ କରନ୍ତି ତ ସିନ୍ଟା କରିବାକୁ ବହୁତ ଭଲ ଲାଗେ। ରିଲ୍ସ ନୁହଁ ରିଲ୍ସ ତ ହଁ ୟୁଟ୍ୟୁବ୍ କରୁ। ୟୁଟ୍ୟୁବରୁ ଯେଉଁଟାକି ମୋର ବହୁତ ଭାଇରାଲ୍ ହେଇଥିଲା ସେଇଟା ହେଉଛି ଗଲୁଛା। ମୁଁ ତ ଏଇଟା ବାର ବହୁତ ଥର କହିସାରିଲି ଏଇ କଥାଟା ମୁଁ ଗଲୁଛାଟା ଭାଇରାଲ୍ ହେଇସାରିଲାଣି ବୋଲି ଆଗ ମୁଁ ଦେଖିକି ସକ୍ ହେଇଗଲି କି ବାବୁସାନ ମହାନ୍ତି ଆସିବ। ମୁଁ କହିଲି ହ୍ୟାଲୋ ମୁଁ ଡରି ଆଗ ଫାଷ୍ଟ ଉଠେଇଲି ମୁଁ କହିଲି ହ୍ୟାଲୋ ନା ଆଉ ଆମେ ଯେଉଁ ଫିଲ୍ମ କରୁଛେ ପାୱାର ସେଥିରେ ତୁମେ ଅଛ ଆଉ ଆମର କାଲି ହେଉଛି ମିଟିଂଟା ତ କାଲି ଆସିଯିବ କସ୍ମୋପଲିଟିନ୍। ହଁ ଖାଇବା ଖୋଜିଥିଲି ବୋଲି କ'ଣ କି ମାନେ ଏମିତି ନର୍ମାଲ୍ ସେଠି ତ ଆଉ ଗୋଟେ ଖାଇବାକୁ ସେଠି ଫେଭରେଟ୍ ହେଇଗଲା ସେଠି ଚାଉମିନ୍ ଥିଲା ନା ସେଠି ଚାଉମିନ୍ ଟିକେ ଅଲଗା ପ୍ରକାର ବନାନ୍ତି। ସେ ଚାଉମିନ୍ଟା ଫେଭରେଟ୍ ହେଇଯାଇଥିଲା ସେଇଟା ସନ୍ଧ୍ୟା ହେଇଗଲା ମାନେ ସେ ଚାଉମିନ୍ଟା ଖୋଜା ପଡ଼େ। ତ ଆମେ ସେ ଚାଉମିନ୍ଟା କେମିତି ଖାଇବା ସେ ଚାଉମିନ୍ ପୁରା ଫୁଲ୍ ହେଇଯିବ 2 ପ୍ଲେଟ୍ ତ ଟିକେ ବାବା ତ ଏବେ ରହୁଛନ୍ତି ପାଖରେ ବାବାଙ୍କର ଦେହ ଖରାପ ଥିଲା ତ ସେଇଥିପାଇଁ ତାଙ୍କ ଘରେ ତାଙ୍କ ପାଖରେ କିଏ ରୁହନ୍ତି ତ ବୋଉ ମୁଁ ଦିଦି ମୋ ଭାଣିଜୀ ମୋ ସାନ ଦିଦି ମୋ ଭାଇ ସବୁ ଦେଖିବାକୁ ଆସିଥିଲେ। ମନେ ଅଛି ଆମେ ଗୋଟେ ଫଟୋ ସୁଟ୍ କରିଥିଲୁ ଏଇ ଫଟୋ ସୁଟ୍ଟା ଚାଲିଥିଲା ଏଇଟା ସୁଟ୍ ଚାଲିଥିଲା। ମୁଁ କ'ଣ କଲି ନା ଆମେ ଭକ୍ତି ଭାଇ ଧରିଥିଲେ ସାଇକେଲଟା ଏମିତି ଚଲେଇବାକୁ ମୁଁ ଏମିତି ପଛରୁ ଠେଲୁଥିଲି ସେ କହିଲେ କି ନାଇଁ ମୁଁ ଛାଡ଼ି ଇଏ ଛିଡ଼ା ଚଲାଉଥିଲେ ମୁଁ କହିଲି ଆମେ ଆସ୍ତିକିନା ପେଲୁଛୁ ତମେ ସାଇକ୍ଲିଂ କରିକି ଯାଅ ହେଲା। ତ ସିଏ କ'ଣ କରିଛନ୍ତି ନା ମୁଁ ପେଲିକି ଛାଡ଼ିଦେଲି ଚଲେଇ ପାରିଲିନି ହେଲି ନା ଯାଇକି ଗାଡ଼ି ଯାଇକି ଗୋଟେ ଜାଗାରେ ମାଡ଼ ହେଇଥାନ୍ତା ଫଟୋ ସୁଟ୍ ବେଳେ। ତାପରେ ଧରିଲେ ମୁଁ କହିଲି ମୁଁ କିଛି ଜାଣିନି ମୁଁ କିଛି କରିନି। ନମସ୍କାର ଜୟ ଜଗନ୍ନାଥ। ଅଲରେଡ଼ି ତ ଷ୍ଟ୍ରିମିଂ ହେଇଯାଇଛି ବାକି ଯେଉଁମାନେ ବି ଆୱାରନେସ୍ ଇନଷ୍ଟଲ୍ କରିନାହାନ୍ତି ତାକୁ ଇନଷ୍ଟଲ୍ କରିଦିଅନ୍ତୁ ଆଉ ପାୱାରକୁ ପାୱାରଫୁଲ୍ ବନାନ୍ତୁ। ଏତିକି ଦେଖିବା ବାବୁସାନଙ୍କ ସାଙ୍ଗରେ ଫାର୍ଷ୍ଟ ଟାଇମ୍ କାମ କଲେ କ'ଣ କେମିତି ଏକ୍ସପିରିଏନ୍ସ ରହିଲା କ'ଣ ଅନୁଭୂତି ରହିଲା? ଏକ୍ସପିରିଏନ୍ସ ତ ବହୁତ ବଢ଼ିଆ ରହିଲା କାହିଁକିନା କେତେବେଳେ ବି ଆମେ ସୁଟ୍ କଲାବେଳେ ବହୁତ ମଜାମସ୍ତିରେ ସୁଟ୍ କରିଛୁ। କେବେ ବି ଫିଲ୍ କରିନି କି ନାଇଁ ଆମେ ଅଲଗା ଜାଗାକୁ ପଳେଇ ଆସିଛୁ ଏଇଠି ଅଲଗା ଲାଗୁଛି ଆଉ ନା ଟିକେ ଭଲ ଲାଗୁନି ଏମିତି ସୁଟ୍ କରିହେବନି ଏମିତି ସେମିତି କିଛି ଫିଲ୍ ହେଇନି। ଆଉ ଭାଇ ବି ସେମିତି କିଛି ଫିଲ୍ କରେଇ ଦେଇନାହାନ୍ତି। ଆମେ ପୁରା ମଜାମସ୍ତିରେ ଫିଲ୍ମ ସୁଟ୍ କରିଛୁ ପୁରା ଯେତିକି ଦିନ ବି ରହିଛୁ ସେତିକି ଦିନ ପୁରା ମଜା ମସ୍ତି ପୁରା ସବୁବେଳେ ଦିନ ବି ହେଉ ରାତି ବି ହେଉ ଯେତେବେଳେ ବି ହେଉ। ଅଲରେଡ଼ି ଇନକ୍ଲୁଡ଼ ଆମର ଡିରେକ୍ଟର ଯିଏ ଅଶୋକପତି ସାର୍ ସିଏ ମୁଁ ତ ଭାବୁଥିଲି ଯେତେବେଳେ ମୁଁ ଫିଲ୍ମ କରିନଥିଲି ତ ମୁଁ ଭାବୁଥିଲି କି ସେମାନେ ବହୁତ ରାଗିଥିବେ ଆଉ ତ ଶୁଣିଥିଲି ଯେହେତୁ ଯେମିତିକି ଏମିତି ସେ ଗାଳି କରନ୍ତି ଇଏ କରନ୍ତି ତ ମୁଁ ଦେଖିଲି କି ପୁରା ଓଲଟା ବହୁତ ମାନେ ସେ ବୁଝାନ୍ତି ଆଉ ସିନ୍ କରିବା ପୂର୍ବରୁ କେମିତି ହୁଏ କ'ଣ କରାଯାଏ ଆଉ କେଉଁ ଟାଇପ୍ର ସିନ୍ ହେବ ସେଇଟା ବୁଝେଇ ଦିଅନ୍ତି। ବୁଝିଲା ପରେ ଆମ ଭିତରେ ଡିସ୍କସନ୍ ହୁଏ ଆଉ ପ୍ରାୟତଃ ସିନ୍ ଆମେ ତ ବାବୁ ଭାଇ ମୁଁ ଆଉ ଭକ୍ତି ଭାଇ ଥାଉ
आउ गोटे सीन के भाई आउ सोमू भाई आउ टिलू सार आउ रवि सार एमती सब था तो आमको सीनटा माने जितने बहुत सारा लोक था तो से मैंने जो मजा मस्ती करती तो सीनटा करने बहुत भल लगे। देखिए बाबूशान सर कौन किंतु अनुभूति रही आप फर्स्ट टाइम रील्स करते डायरेक्ट सिनेमा को आसिले कौन के एक्सप्रेशन रही है कष्ट रही है कौन गोटे यूट्यूब रे वीडियो करते डायरेक्ट सिनेमा रील्स नुह यूट्यूब यूट्यूब करू यूट्यूब रु जोटा कि मोर बहुत भाइराल होता है सेटा हूँ गलु छुआ तो यहाँ बार बार बहुत थर कही सारे यही कथा गलु छुआ भाइराल हो सारे यही जो पछ कैमेरा पछरे जो लोक अच्छा बार बार बहुत थर केते थर कही जेथर भी इंटरव्यूशन नियंती मोर जेथर भी मत जोड़ी भी देखती मुझे गोटे कथा कही आउे मत जस्ट माने फास्ट कॉल आसला मो सांग जो बाबू भाई कहले कि तुम अच्छ पावर रे आसो तापर आसला अशोकपति सार देन आम जाइलु बाबू भाई घर ठीक देन गोटे मीटिंगटे होता फिक्स हो जाता बाबा की देखले बाबा कौन कहले मत कॉल कले कहले कि हेलो अगर मुझे देखिए शॉक हो गई कि बाबूसान मुझे हेलो मुझे डरी डरी आगे फास्ट उठेली मुझे हेलो आम जो फिल्म करचे पावर से तुम अच्छा आमर काली होटिंगटा तो काली आसी कस्मोपोलिटी मु शुणिकी भाई मुझे कहले अरे भाई रेडी सांग जहाँ मो सांग मिलन थी मिलन कहूला कि तू अच्छु पावर रे बोली तो तापर कॉल आसला अशोकपति सार कॉल आसला देन मुझे कन्फर्म हो गली फिक्स माने पूरा सियोर हो गली आ खुशी भी हली जेहेतु जड़े सुपरस्टार ओडिशार सहित फिल्म कली तो बहुत खुशी केते टंका पाइछ से टंकाटा पाइछे तुमको कह तुम देवी नहीं अच्छा अच्छा कोहनी केते टंका किए देइछंती पेमेंट बाबूसान देइछन ना तृप्ति देइछन मते आसी बाबूसान भाई गोटे चेकटा आसला जोटा सेटा देइथिले भाउज माने भाउज बोलछंती पुनी बाबूसान को किए देइछन हां ना 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 मते फोन पे ट्रांजैक्शन जोटा आइछ सेटा बाबू भाई करछंती आ चेक जोटा आसला सेटा भाउज दीटा पेमेंट हां दीटा पेमेंट हां माने अमाउंट बड़ होई दियो से बळे भाबी दियो हां नहीं मु तो चिड़ाएनी मत डाक चिड़ाती से मत एमती डाकती आसती मैंने डाक दिखती मैंने सीन चली नथी जब आम बसतु डाकती मत किसी क्वेश्चन पचारती मु तो प्राय सब हिंदी कन्फ्यूज थाए कौनटा कहि कौटा कहि तो कन्फ्यूज जो हो जाए सी मत से कथा को लेकिन चिड़ाती आउ शूट टाइम कौन कि मत भाई से टाइम एत मिसीगले बाबू भाई तो मुझे जो आम शूट मानने सीन चलता गोटे रातिर सीन चलती आम सब अधा माने निदरे से बहुत लेट है 11टा ना 12टा राति हो सीन जाऊँगी आम पूरा निदरे थिलु आमर गोटे सीन थी कि आम घर भर आसबू पुणी दौड़िकी जी पुणी घर भर आसबू दौड़िकी जी एमती क्लोज मास्टर एमती 5-6टा शॉट गला तो से भितर कौन है गोटे सीन थी कौन ना भक्ति भाई थे जी मोर आम मुझे से गेडू मुझे टुडू तो देखिपे आम देख तल अच्छे लगे तो गेट टुडे जो होइतलु तो आमर गोटे सीन थी कौन कि आम घर भर को दौड़ी जाऊँ पुणी दौड़ी आसु तो सेटा 4-5 थर गला भक्ति आई कौन कर निद बाड़े गोटे सीन चप्पल पिंधिकी दौड़ आ गोटे सीन चप्पल नहीं आसान मुझे कहली अरे भाई तुम चप्पल पिंधि न तार फोन तेरे कहले भाई सॉरी सॉरी मो चप्पल पिंधि नी पुणी हाँ पिंध पुणी तुम गाड़ी शुणिले पुणी आउ गोटे सर्ट गला से पूरा निद ओभरलोडेड मो निद मुझे मत आसिक डाकिले कह डायलॉग तोर जीव तू खाली रिएक्शन देबू कि कौन अच्छी कौन रिएक्शन जीव ना देखिलु तांको या कलु से कलु सेपटे मत कमांड करा जाउची मो केमती रिएक्शन देली कहले कहले रागिया सेम से कहले कहले ये हेनी एमती कौन कर निद लगुच कि कहले हाँ टे निद लगुच ना मुहर पानी बाड़ा तार पानी बाड़े आसिक धरी तो से टाइम कौन कर बाबू भाई पछरे छिड़ा कैमेरा पछरे मत कहते मत कहले कि
ଯିବ ତମେ ଦେଖୁଛ 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 ସିଏ କ'ଣ ତମକୁ ଏମିତି କହିଦେଲା ତମେ ରାଗ ଏମିତି ଏମିତି ଅନେଇଲା ବେଳକୁ ସେପଟେ ବାବୁ ଭାଇ ପଛପଟେ ଛିଡ଼ା ହେଇକି ମୋତେ କତେଇ ହେଉଛନ୍ତି ଚିଡ଼ଉଛନ୍ତି। ତାର ମୁଁ ଏଠୁ ପୁଣି ଥରେ ଏମିତି 2-3 ଥର ଟେକ୍ ଗଲା ପରେ ଯେମିତି ଅଶୋକ ସାର୍ କହିଲେ କି ଡିଷ୍ଟର୍ବ କର ନା, ସେ ଯାଉ ଭାରି ତାକୁ ନିଦ ଲାଗିଲାଣି। ତାପରେ ଏମିତି ସର୍ଟ ପଳେଇଲା, ଏମିତି ମଜାମସ୍ତିରେ ଯାଇଛି। ଆଚ୍ଛା ସେଟ୍ରେ କିଏ ଗାଳି କରନ୍ତି ଭୁଲଭାଲ ହେଇଗଲେ, ବାବୁସାନ ନା ତୃପ୍ତି? ନା ନା ଗାଳି ତ କରନ୍ତିନି। ଅଶୋକପତି ସାର୍ କୁହନ୍ତି, ଅଶୋକପତି ସାର୍ ଆଉ ଆମର ତପୁ ଭାଇ ଅପୁ ଭାଇ ଏମାନେ ସବୁ ଗାଳି କରନ୍ତି। ଏମାନେ କୁହନ୍ତି ମାନେ ଗାଳି ତ କହିହେବନି ବୁଝାନ୍ତି। ହଁ ଖାଇବା ଖୋଜିଥିଲି ବୋଲି କ'ଣ କି ମାନେ ଏମିତି ନର୍ମାଲି ସେଠି ତ ଆଉ ଗୋଟେ ଖାଇବାକୁ ସେଠି ଫେଭରେଟ୍ ହେଇଗଲା, ସେଠି ଚାଉମିନ୍ ଥିଲା ନା, ସେଠି ଚାଉମିନ୍ ଟିକେ ଅଲଗା ପ୍ରକାର ବନାନ୍ତି। ଏ ଚାଉମିନ୍ଟା ଫେଭରେଟ୍ ହେଇଯାଇଥିଲା, ସେଇଟା ସନ୍ଧ୍ୟା ହେଇଗଲା ମାନେ ସେ ଚାଉମିନ୍ଟା ଖୋଜା ପଡ଼େ। ତ ଆମେ ସେ ଚାଉମିନ୍ଟା କେମିତି ଖାଇବା କେତେ ପ୍ଲେଟ୍ ଖାଇଥିଲେ? କେତେ ପ୍ଲେଟ୍ ଯାଇଥିଲା? ସେ ଚାଉମିନ୍ ପୁରା ଫୁଲ୍ ହେଇଥିବ 2 ପ୍ଲେଟ୍ ତ ଆଉ କ'ଣ। ଆଚ୍ଛା ଭାଇ, ନିଜକୁ ମୋବାଇଲରେ ଦେଖିବା ଆଉ ବଡ ପରଦାରେ ଦେଖିବା କେତେ ଖୁସି ଭାଇ, ସେଇଟା ତ ମୋର ଗୋଟେ ସ୍ୱପ୍ନ ଥିଲା। ଆଉ ଯେହେତୁ ମୁଁ ଛୋଟ ବଡ଼ ପରଦାରୁ ବଡ଼ ପରଦାକୁ ଆସିଲି ତ ମୋତେ ବହୁତ ଖୁସି ଲାଗୁଛି। ଘର ଲୋକ ଦେଖିଥିଲେ ସିନେମା? ହଁ, ଘର ଲୋକ ତାଙ୍କୁ ମୁଁ ନେଇକି ନିଜେ ଆସିଥିଲି ଦେଖିବା ପାଇଁ। କାହିଁକିନା ଟିକେ ବାବା ତ ଏବେ ରହୁଛନ୍ତି ପାଖରେ, ବାବାଙ୍କର ଦେହ ଖରାପ ଥିଲା ତ ସେଇଥିପାଇଁ ତାଙ୍କ ଘରେ ତାଙ୍କ ପାଖରେ କିଏ ରୁହନ୍ତି। ତ ବୋଉ, ମୁଁ, ଦିଦି, ମୋ ଭାଣିଜୀ, ମୋ ସାନ ଦିଦି, ମୋ ଭାଇ ସବୁ ଦେଖିବାକୁ ଆସିଥିଲେ। କଣ କହିଲେ ସବୁ? କହିଲେ ମାନେ ଏମିତି କହିବାକୁ ଗଲେ ତ ବୋଉ ଟିକେ ବହୁତ ଖୁସି ହେଲେ, ବୋଉ, ମୋ ବଡ଼ ଦିଦି ଆଉ ଝିଅ ମୋ ଭାଣିଜୀ ସେ ବହୁତ ଖୁସି ହେଲେ। କାହିଁକିନା ମୁଁ ସବୁବେଳେ କୁହେ ନା କି ମୁଁ ଦେଖିବ ଆସିବ, ମୋ ଫିଲ୍ମ ଆସିବ ହଲ୍ରେ ତୁମେ ଦେଖିବ ଏମିତି କୁହେ। ତାପରେ ତ ଯେତେବେଳେ ଆସିଲେ ସେଇଟା ଦେଖିକି ଖୁସି ହେଇଛି। ଆଉ ଅନୁଭଳିଆ ବଣ୍ଟି ବେଶୀ ପଇସା ଦେଲେ ନା ବାବୁସାନ ଭାଇ ବେଶୀ ପଇସା ଦେଲେ? ପ୍ରଶ୍ନ ଏଇଟା ଥିଲା କି ଆପଣ ୟୁଟ୍ୟୁବ ଭିଡିଓରେ ଅନୁଭଳିଆ ବଣ୍ଟି ଆପଣଙ୍କୁ ଅଧିକ ପଇସା ଦେଇଛନ୍ତି ନା ବାବୁସାନ ଭାଇ ଆପଣଙ୍କୁ ପାୱାର ପାଇଁ ବେଶୀ ପଇସା ଦେଇଛନ୍ତି? ମାନେ ୟାଙ୍କ ଭିତରେ କମ୍ପେୟାର କଲେ ଆପଣ ଅଧିକ ପଇସାଟା କୋଉଠୁ ପାଇଛନ୍ତି? କମ୍ପେୟାର ଆମେ ଏଇଟା ୟୁଟ୍ୟୁବରେ କରୁଛୁ ଯେହେତୁ ତ ଆମେ ଗୋଟେ ଜାଗାରେ ଯେମିତି କଥା ନାହିଁ କି ଗୋଟେ ଜାଗାରେ ଇନଭେଷ୍ଟ କଲେ ଅଧିକ ଆମାଉଣ୍ଟ ଲାଗେ। ଆମେ ଯଦି ଗୋଟେ ଜାଗାରେ ଏଇଟା କରିବାକୁ ଚାହୁଁଛେ ତ ଇନଭେଷ୍ଟ କରିବା ତ ସେଥିରେ ଅଧିକ ପଇସା ଲାଗିବ। ତ ଯେହେତୁ ପାୱାର ଗୋଟେ ମାନେ ସିନେମା ଥିଲା ତ ସିନେମାରୁ ମୋତେ ସେଇଟା ଅଧିକ ଆମାଉଣ୍ଟ ମିଳିଲା। ତ ଆମେ ୟୁଟ୍ୟୁବରେ ଯେଉଁ କରୁଛୁ ୟୁଟ୍ୟୁବରେ ଆମର ବାରି ଏଇ ଭିଡ଼ିଓଟା ପଡ଼ିଲା ତ ଆସିଲା ଏ ପଇସା, ସେ ଭିଡ଼ିଓଟା ପଡ଼ିଲା ତ ସେ ଭିଡ଼ିଓର ପଇସା ଆସିଲା, ଏମିତି ଆସେ। ଆପଣ ଇଭେନ୍ଚୁଆଲି କୋଉଥିରେ ଅଧିକ ପାଇଲେ? ଅଧିକ ତ ମୁଁ ୟୁଟ୍ୟୁବରେ ହିଁ ପାଇବି କି, କାହିଁକି ନା ଏମିତି କରି ଆସିଲା ମାନେ ୟୁଟ୍ୟୁବରେ ହିଁ ମିଳିବ। ବାବୁସାନ ରାଗିବେ ପଇସା ବାବୁସାନ ରାଗିବେ? ବାବୁସାନ କମ ପଇସା ଦେଇଛନ୍ତି ତାହେଲେ? ନା ସେମିତି କହିବିନି, କମ୍ ବୋଲି ନାହିଁ। ୟୁଟ୍ୟୁବରେ ମୁଁ କହିଲି ବା ଗୋଟେ ଅନୁସାରେ ଆମର ଭିଡ଼ିଓ ପଡ଼େ ନା, ତ ଭିଡ଼ିଓ ହିସାବରେ ଆସେ ପଇସା, ତ ସେଇଥିରୁ ଆସେ। ତ ଫିଲ୍ମରେ ତ ଗୋଟେ ଥର ଆମେ ଫିଲ୍ମ କଲୁ ନା, ତ ସେଇଟା ସବୁଦିନ ପାଇଁ ରହିଲା, ତ ସେଥିରୁ ଯାହା ବଡ଼ ଆମାଉଣ୍ଟ ଆସିଥିବ। ଆଚ୍ଛା, ଏଲିନା ଯେତେବେଳେ ସାଇକେଲ ଚଲାଉଥିଲେ ଆପଣ ତାଙ୍କୁ ହେଲ୍ପ କରିଥିଲେ ଚଲେଇବାରେ କିମ୍ବା ପଡ଼ିପଡ଼ା ଯାଇଥିଲେ କିମ୍ବା କିଛି ବି ମନେ ଅଛି? ମନେ ଅଛି, ଆମେ ଗୋଟେ ଫଟୋ ସୁଟ୍ କରିଥିଲୁ। ଏଇ ଫଟୋ ସୁଟ୍ଟା ଚାଲିଥିଲା, ଏଇଟା ସୁଟ୍ ଚାଲିଥିଲା। ମୁଁ କ'ଣ କଲି ନା, ଆମେ ଭକ୍ତି ଭାଇ ଧରିଥିଲେ ସାଇକେଲଟା ଏମିତି ଚଲେଇବାକୁ, ମୁଁ ଏମିତି ପଛରୁ ଠେଲୁଥିଲି। ସେ କହିଲେ କି ନାଇଁ ମୁଁ ଇଏ ଛିଡ଼ା ଚଲାଉଥିଲେ। ମୁଁ କହିଲି ଆମେ ଆସ୍ତେ ପେଲୁଛୁ, ତୁମେ ସାଇକ୍ଲିଂ କରିକି ଯାଅ ହେଲା। ତ ସିଏ କ'ଣ କରିଛନ୍ତି ନା, ମୁଁ ପେଲିକି ଛାଡ଼ିଦେଲି, ଚଲେଇ ପାରିଲିନି। ଏଲିନା ଯାଇକି ଗାଡ଼ି ଯାଇକି ଗୋଟେ ଜାଗାରେ ମାଡ଼ ହେଇଥାନ୍ତା ଫଟୋ ସୁଟ୍ ବେଳେ। ତାପରେ ଧରିଲେ ମୁଁ କହିଲି ମୁଁ କିଛି ଜାଣିନି, ମୁଁ କିଛି କରିନି, ଏମିତି ଆଉ ମଜା ହେଇଥିଲା। ଆପଣଙ୍କୁ କଲୁ ଛୁଆ ବୋଲି କିଏ ସେଠି ଚିଡ଼ାନ୍ତି? ହଁ, ଚିଡ଼ାନ୍ତି। କିଏ ଚିଡ଼ାନ୍ତି? ଆକ୍ଟର ମାନଙ୍କ ଭିତରେ କିଏ ଚିଡ଼ାନ୍ତି ଅଧିକ? ଯେତିକି ଜଣ ସେଇଠି ଥିଲେ ଚିଡ଼ାନ୍ତି ହେଉଛି ଆମର ଚିଡ଼ାନ୍ତି, ଆମର ଭକ୍ତି ଭାଇ ଚିଡ଼ାନ୍ତି ବେଶୀ, ଆଉ ବାବୁ ଭାଇ ଚିଡ଼ାନ୍ତି। ବାବୁ ଭାଇ କୁହନ୍ତି? କଣ କୁହନ୍ତି? ଏଇ ତ ଚିଡ଼ାନ୍ତି ଆଉ କ'ଣ କି, ଆଉ କେମିତି ମାନେ କଣ କୁହନ୍ତି କି ତ ତୁ ଏଇଟା କଲୁ ମାନେ କୋଉଟାକୁ ଦେଖିକି ଗଲୁ, ମାନେ ଯେଉଁ ଗଲୁ ଛୁଆର କ୍ୟାରେକ୍ଟରଟା କଲୁ କୋଉଟାକୁ ଦେଖିକି ଗଲୁ, କେମିତି ଗଲୁ, ଏଇଟା ହିଁ କୁହନ୍ତି ଆଉ। ଆଚ୍ଛା ଭାଇ, ଆପଣଙ୍କୁ ବାପି ଡାକିଲେ ଭଲ ଲାଗେ ନା ଗଲୁ ଛୁଆ ଡାକିଲେ ଭଲ ଲାଗେ? ବାପି ଯଦି ଆମ ନିଜ ଲୋକମାନେ ଡାକୁଛନ୍ତି ତାହେଲେ ଭଲ ଲାଗୁଛି।
ଆଉ ଗଲୁଛା ତ ସେମିତି ପ୍ରାୟ ଯିଏ ବି ଯୋଉଠି ରାସ୍ତାରେ ଗଲେ ଦେଖିଲେ କହିଲେ ଏଇ ଗଲୁଛା ଯାଉଥିଲେ ଏମିତି ବି କହିଦିଅନ୍ତି। ତ ଗଲୁଛା ବି ଓକେ, ବାପି ବି ଓକେ। କହିଲି ବା ଟିକେ ପୂର୍ବରୁ କି ପାୱାରକୁ ପାୱାରଫୁଲ୍ କରନ୍ତୁ। ତ ଅଲରେଡ଼ି ହେଇଠି ଦେଖୁଥିବେ ତ ଷ୍ଟ୍ରିମିଂ ହେଇସାରିଛି। ଆଉ ପାୱାରକୁ ପାୱାରଫୁଲ୍ ବନାନ୍ତୁ। ଥ୍ୟାଙ୍କ ୟୁ। ଥ୍ୟାଙ୍କ ୟୁ।